ଆମେ ଜ୍ଞାନ 161 ପଢିବା। ଜ୍ଞାନ 161 କହୁଛନ୍ତି ତୁମର ଉପାର୍ଜିତ ଜ୍ଞାନକୁ ତୁମେ ଜୀବନରେ ବଞ୍ଚ। ଏଇଟା ସବୁବେଳେ ଗୁରୁତ୍ୱପୂର୍ଣ୍ଣ, ତାକୁ ଆମେ ଆଉ ଶୁଣିବା ଟିକେ। ତୁମର ଉପାର୍ଜିତ ଜ୍ଞାନକୁ ତୁମେ ଜୀବନରେ ବଞ୍ଚ, ସେହି ଜ୍ଞାନର ଅନୁରୂପ କରି ଆପଣାକୁ ତିଆରି କର, ତେବେ ଯାଇ ତୁମର ଜ୍ଞାନ ତୁମ ଭିତରେ ରହିଥିବା ଜୀବନ୍ତ ଈଶ୍ୱର ସଦୃଶ ହୋଇ ଉଠିବ। ମାଙ୍କର ପ୍ରଭୁଙ୍କର ସେଇ ଗୋଟିଏ କଥା ସବୁବେଳେ ଟୁ ବି, ହୋଇ ଉଠିବା ହଉଛି ଗୁରୁତ୍ୱପୂର୍ଣ୍ଣ। ଟୁ ବି, ଟୁ ଲିଭ୍ ୱିଥ୍ ଦ୍ୟାଟ୍ ଥିଙ୍ଗ, ଟୁ ଲିଭ୍ ତାକୁ ନେଇକି ବଞ୍ଚିବା। ତେଣୁ ସେଇ ପରମେଶ୍ୱରଙ୍କ ସହିତ ଯୋଉ ଜ୍ଞାନ ମତେ ସଂଯୋଗ କରଉଛି ତାକୁ ନେଇକି ବଞ୍ଚିବା। ତାକୁ ନେଇକି ବଞ୍ଚିବା ମାନେ ମୋ ଜୀବନରେ ତାକୁ ହିଁ ମୁଁ ମୂଲ୍ୟ ଦେବି ଯୋଉଟା ମତେ ମାଙ୍କ ସହିତ ସମ୍ପର୍କୀଭୂତ କରିବି। ତାକୁ ମୁଁ କେବେ ବି ମୂଲ୍ୟ ଦେବିନି ଯୋଉଠି ମତେ ନିଜକୁ ପ୍ରତିଷ୍ଠିତ କରୁଥିବ, ମୋର ମାନ ସମ୍ମାନକୁ ପ୍ରତିଷ୍ଠିତ କରୁଥିବ, ମା ପ୍ରତିଷ୍ଠିତ ହେଉନଥିବି। ଆପଣ ଦେଖନ୍ତୁ କୌଣସି ମନେକର ଯୋଉ ଆପଣ ଗୋଟେ ଦୋକାନକୁ ଯାଉଛନ୍ତି ବା କୌଣସି ଗୋଟେ ଲୋକ ସହିତ ଭେଟ ହଉଛନ୍ତି, ସେ କହିଲା ଯେ ଆପଣଙ୍କ ବ୍ୟକ୍ତିତ୍ୱ ନିଆରା, ଆପଣଙ୍କ ସହିତ ସମ୍ପର୍କ ନିଆରା, ମାତୃଭବନରେ ଆପଣ ଜଣେ, ଏମିତି ଇତ୍ୟାଦି ଇତ୍ୟାଦି ଆରମ୍ଭ କଲା। ସେଇଠି ସଚେତନ ହେଇଯିବେ ଏବଂ ତାକୁ କହିବେ ଦେଖନ୍ତୁ ଆଜ୍ଞା, ମା ଅଛନ୍ତି ବୋଲି ଆପଣ ଆମେ ଏକାଠି ହେଇଛନ୍ତି, ମାଙ୍କ ଯୋଗୁ ହିଁ ଆପଣ ମତେ ଚିହ୍ନୁଛନ୍ତି, ତେଣୁ ମୁଁ ନୁହେଁ ମା ହେଉଛନ୍ତି ଶ୍ରେଷ୍ଠ। ଏହି ଅନୁଭବ ତେଣୁ ସେ ବ୍ୟକ୍ତି ପାଖରେ ପହଞ୍ଚିବା ଦରକାର ଏବଂ ମୋ ଭିତରେ ସେଇ ଅନୁଭୂତି, ସେଇ ସ୍ପନ୍ଦନ ସ୍ପନ୍ଦିତ ହବା ଦରକାର। ମୋର କିଛି କାଟତି ନାହିଁ ଯେପର୍ଯ୍ୟନ୍ତ ମା ନାହାନ୍ତି। ମାଙ୍କ ପାଇଁ ମୁଁ ପରିଚିତ ହେଇଛି ଏବଂ ମୋ ଭିତରେ ଏବେ ବି ଆହୁରି ପ୍ରସ୍ତୁତି ବାକି ରହିଛି। ଏବଂ ଆମେ ସେଠି ଟିକେ ଛାତି ଫୁଲେଇ ଦେଇକିରି କଲର ଟେକି ଦଉ, ହଁ ପରା, ହଁ ଭାଇ, ହଁ ଏ କିଛି ନାହିଁ। ସେ କୋଉ ପଚାରୁଥିବେ କେତେ ବର୍ଷ ରହିଲେଣି, ମାଙ୍କ ପାଖରେ ମୋର 20 ବର୍ଷ ଗଲାଣି। ମାଙ୍କ ସହିତ ଦେଖା ହେଇଥିଲା, ଇତ୍ୟାଦି ଇତ୍ୟାଦି ବା ଏମିତି ପାର୍ଥକ୍ୟ ଇତ୍ୟାଦି ବହୁତ କଥା କହେ। ସେତେବେଳେ କଣ ହଉଛି ନା ମୁଁ ମାଙ୍କ ସହିତ ଚିହ୍ନା ହେଇଛି, ମୁଁ ମାଙ୍କ ପାଖରେ କାମ କରୁଛି। ମାତ୍ର ମାଙ୍କ ପାଖରେ ମୋର ଏତେ ବର୍ଷ ଗଲାଣି, ମୁଁ ଏ କାମ କରୁଥିଲି, ସେ କାମ କରୁଥିଲି, ଏତେ ଲୋକ ଚିହ୍ନା ଇତ୍ୟାଦି ଇତ୍ୟାଦି ସବୁ ଜାଗାରେ ମୁଁ ହିଁ ରହେ। ଦେଖନ୍ତୁ, ନିଜକୁ ପ୍ରତିଷ୍ଠିତ କରିବାକୁ ଗଲା ପରେ କଣ ହେଲା ନା ଆପଣ ପରମେଶ୍ୱରଙ୍କ ପାଖରୁ ନିଜକୁ ଅଲଗା କରି 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 ପଛେଇ 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 ଚାଲିଲେ, ପଥଭ୍ରଷ୍ଟ ଆପଣ ହେଇଗଲେ। ଏଇଟା ମୁଁ ଏଇ ଶବ୍ଦଟି ମୁଁ କହିନାହିଁ। ଏଇ ଆମେ ଥର୍ଡ ସେଣ୍ଡ ଆପରିଜିମ୍ ପଢିଲା ବେଳେ, ତାପରେ ଯେତେବେଳେ 3 ନମ୍ବର ଭଲ୍ୟୁମ ପଢୁଥିଲେ, ସେଥିରେ ସ୍ପଷ୍ଟ ଭାବେ ମା କହିଲେ ସେ ପ୍ରକାର ବ୍ୟକ୍ତି ପଥଭ୍ରଷ୍ଟ ହେଇଯାଆନ୍ତି, ଠିକ ବିପରୀତ ପଥରେ ସେ ଯାତ୍ରା କରୁଥାନ୍ତି ଏବଂ ତାଙ୍କ ଚତୁଃପାର୍ଶ୍ୱରେ ଏପରି ଏକ ସେ ଆବରଣ ତିଆରି କରିଦିଅନ୍ତି ଯାହା ଭିତରେ ଦେଇକି ଅତିମାନସ ଶକ୍ତି ସଞ୍ଚରିତ ହୋଇପାରେ ନାହିଁ। ସେଠି ସ୍ପଷ୍ଟ ଭାବେ କହିଲେ ସେମାନଙ୍କ ଭିତରେ ମୁଁ କାମ କରିପାରେ ନାହିଁ, ଅତିମାନସ ଶକ୍ତି ତାଙ୍କ ଭିତରେ ସଞ୍ଚରିତ ହୋଇପାରେ ନାହିଁ। ସ୍ପର୍ଶ ପାଇବା ଦୂରର କଥା, ପୁରା ସିଧାସଳଖ କହିଲେ ମୁଁ ସେମାନଙ୍କ ମଧ୍ୟରେ କାମ କରିପାରେ ନାହିଁ। ତେଣୁ ମନେ ରଖିବା, ଆମେ ଯେତେବେଳେ ମୁଁ ଏଇ ପ୍ରକାର ସ୍ଥିତିକୁ ଯାଉଛି, ତାମାନେ ମୁଁ ମାଙ୍କର ଯନ୍ତ୍ର ହେଇକି ଆଉ ନାହିଁ। ମାଙ୍କ କଥା ମୁଁ କହୁଛି ପାଟିରେ ଠିକ, କିନ୍ତୁ ମା ମୋ ଭିତରେ ଦେଇକି କାମ କରୁନାହାନ୍ତି। ଅତିମାନ ଶକ୍ତି ମୋ ଭିତରେ ପଶିକି କାମ କରିପାରୁନାହିଁ। ତେଣୁ ସେଇ ସମୟରେ ମୁଁ ବଞ୍ଚିବି। କାହାକୁ ନେଇକି ବଞ୍ଚିବି? ଯେପରି ମୋର ଯୋଉ ଜ୍ଞାନ ତାହା ପରମେଶ୍ୱରଙ୍କ ଆଡକୁ ନବ, ତାକୁ ନେଇକି ମୁଁ ବଞ୍ଚିବି। ଯୋଉ କୌଣସି ଜାଗାରେ ପରିଚିତ ହବ, ହଁ ମୁଁ ଠିଆ ହେଇଗଲେ ଲୋକ ମତେ ମାନୁଛନ୍ତି, ଦ୍ୟାଟ୍ସ ନଟ୍ ମ୍ୟାଟର ଟୁ ମି। ସେଠି ମୁଁ ମନେ ରଖିବି ପ୍ରକୃତରେ ମୁଁ ଠିଆ ହେଲେ ଯୋଉ ଲୋକ ମାନୁଛନ୍ତି ସେଟା ମୁଁ ଠିଆ ହଉଛି ନା ମାଙ୍କ ପାଖରେ ମୁଁ ଅଛି ବୋଲି ମୋର ସେଇ ଯୋଉ ସ୍ଥିତିଟି ଯୋଗୁ ସେମାନେ ବୋ ଡାଉନ ହଉଛନ୍ତି। ସେ ବୋ ଡାଉନ ମୋ ପାଖରେ ହଉନାହାନ୍ତି, ମୁଁ ମାଙ୍କ ପାଖରେ ଅଛି ଏବଂ ଗୋଟେ ପଦବୀରେ ରହିଛି, ଗୋଟେ ଦାୟିତ୍ୱରେ ରହିଛି। ସେଇ ସକାଶେ ସେମାନେ ମୋ ପାଖରେ ମଥାନତ କରୁଛନ୍ତି। ମୋର ଏବେ ବି ମନେ ଅଛି, ମାମୁଁ ଯେତେବେଳେ ଆସନ୍ତି ହଠାତ୍ ପ୍ରଶ୍ନ ସବୁ ପଚାରନ୍ତି। ହଠାତ୍ ମାମୁଁ ଘରୁ ଆସିଥିଲେ, ଆସିକିରି କମ୍ପ୍ୟୁଟର ତାଙ୍କ ରୁମ ରେ ରଖି ସାରିଲା ପରେ କମ୍ପ୍ୟୁଟର ରୁମ ଯେତେ ଆସିଗଲେ, ହଠାତ୍ ପଚାରିଲେ ତୁମେ ଯେତେବେଳେ ବାହାରକୁ ଯାଉଛ ସେତେବେଳେ କିଏ ଯାଉଛି?
ହଠାତ୍ କୋଶ୍ଚିନ୍ କହିଲି ମାମୁଁ ଯେତେବେଳେ ପଚାରୁଛନ୍ତି ତାମାନେ ଦେର୍ ଇଜ ସମଥିଙ୍ଗ, ଗୋଟେ ନୂଆ କଥା କଣ କହିବି, ଯୋଉଟା କି ମାନେ ଅନ୍ତରର କଥା ବା ଗଭୀର କଥା। ଆପଣ ଯାହା କହୁଛନ୍ତି ନା 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 ନା, ଯାହା କହୁଛି ଠିକ ନୁହଁ। କିଏ ଯାଉଛି? ସେ ବାରମ୍ବାର ଦିଥର ତିନି ଥର ପଚାରେ, ତମେ କୁହ ତମେ ଯେତେବେଳେ ବାହାରକୁ ଯାଉଛ କିଏ ଯାଉଛି? ମୁଁ କହିଲି ମାମୁଁ, ସେଠୁ ମୁଁ ଜାଣିଗଲି କିଛି ତ କହିବେ। ଠିକ ଅଛି, ମୁଁ ଯାଉଛି, ମା ଯାଉଛନ୍ତି। ନା ନା ନା, ଠିକରେ କୁହ, ତମେ ଯାଉଛ ନା ମା ଯାଉଛନ୍ତି? ତାପରେ କହିଲେ ମନେ ରଖ, ତମେ ଯାଉନ ବାହାରକୁ, ତମେ ଯେତେବେଳେ ବାହାରକୁ ଯାଉଛ ସେତେବେଳେ ତମେ ଯାଉନ। ମୁଁ କହିଲି ଆଉ, ଦେଖନ୍ତୁ, ସେଇ କଥାଟିକୁ ଆଉ ଜଣେ ଭାବିଦବ, ହଁ ଆରେ ବା, ମୁଁ ଏମିତି ଏକ ସ୍ଥିତିରେ ପହଞ୍ଚିଲିଣି ଯେତେବେଳେ ମୁଁ ମାତୃ ବାହାରକୁ ଯାଉଛି ସେତେବେଳେ ମୁଁ ଯାଉନି, ବିଶାଳ ବ୍ୟକ୍ତିତ୍ୱ ମୁଁ ଯାଉଛି। ମାମୁଁ ତାପରେ ପୁରା ସୁନ୍ଦର ଭାବରେ କହୁଛନ୍ତି, ତମେ ଯାଉନ, ତମେ ମାଙ୍କୁ ରିପ୍ରେଜେଣ୍ଟ କରୁଛ। ତମେ ଯାହା ଯାହା କାର୍ଯ୍ୟ କରୁଛ, ତମ ପ୍ରତି ହଜାର ହଜାର ଆଖି ଅନେଇ ରହିଛି। ତମେ ଯାହା କରୁଛ ସେମାନେ ଭାବୁଛନ୍ତି ଯେ ଏଇଟା ମା ସାଂସନ କରିଛନ୍ତି, ମା ଯାହା କହିଛନ୍ତି ଏମାନେ ସେଇଭଳି ଭାବରେ କରୁଛନ୍ତି। ତେଣୁ ତମେ ସେଠି ଯାଉନାହ, ତମେ ମାଙ୍କର ରିପ୍ରେଜେଣ୍ଟେଟିଭ ଯାଉଛ। ତେଣୁ ତମେ ଏମିତି କିଛି କାର୍ଯ୍ୟ କରିବ ନାହିଁ, ଏମିତି କିଛି ବାକ୍ୟ ଉଚ୍ଚାରଣ କରିବ ନାହିଁ ଯୋଉଥିରେ ମା ପ୍ରକାଶିତ ହେବେ ନାହିଁ, ନହେଲେ ଆମେ ଅଯୋଗ୍ୟ ହେଇଯାଉଛନ୍ତି। କାରଣ ଚିନ୍ତା କରନ୍ତୁ, ମୁଁ ଯଦି ମାଙ୍କର ରିପ୍ରେଜେଣ୍ଟେଟିଭ ହେଇଗଲି, ମୁଁ ଯେତେବେଳେ ବାହାରକୁ ଯାଉଛି ସେତେବେଳେ ମୋର ବଞ୍ଚିବାର ଶୈଳୀ ପରିବର୍ତ୍ତନ ହେଇଯିବା ଦରକାର। ବଞ୍ଚିବାର ଶୈଳୀ ମାନେ ସକାଳୁ ଉଠିବି ଏସା କରିବି ତେସା କରିବି, ହୁଁ, ମାଙ୍କୁ ନେଇ ବଞ୍ଚୁଥିବି। ଯୋଉମାନେ ଆପଣ ଦେଖିବେ, ମାନେ ଦେଖନ୍ତୁ, ମୁଁ ସମସ୍ତଙ୍କୁ କ୍ୟାରିକେଚର କରୁନି, କିଛି ବ୍ୟକ୍ତି ବି ଏ ପ୍ରକାର ବି ଥାଇପାରନ୍ତି, ସେମାନେ ନିଜେ ବହୁତ ପରିଷ୍କାର ପରିଚ୍ଛନ୍ନ ରହିବେ କିନ୍ତୁ ଆପଣଙ୍କ ବିଛଣାକୁ ଗନ୍ଧିଆ କରିବେ। ତାପରେ ଆପଣ କୁହନ୍ତୁ, ସେ ବ୍ୟକ୍ତି ସତରେ ପରିଷ୍କାରକୁ ଭଲ ପାଆନ୍ତି? ଯଦି ମୁଁ ମାଙ୍କୁ ନେଇକି ବଞ୍ଚୁଛି, ଯେତେବେଳେ ବାହାରକୁ ଯାଉଛି ସେତେବେଳେ ମୁଁ ରିପ୍ରେଜେଣ୍ଟେଟିଭ ହେଇପାରିବି, ନଚେତ୍ ମୋର ଯୋଉ ଯୋଗ୍ୟତା ଏପର୍ଯ୍ୟନ୍ତ ହେଇନି। ଆମେ ଏଇଠି ରଖିବା, ଆସନ୍ତା କାଲି ଆଲୋଚନା କରିବା ଆଉ ଥରେ ଏଇ ଜ୍ଞାନ 161। ଥ୍ୟାଙ୍କ ୟୁ ଅଲ୍।